नमस्कार श्लोक नंबर 6। युद्धामन्युश्च विक्रांत उत्तमौजाश्च वीर्यवान् सौभद्र द्रौपदेयाश्च सर्व एव महारथाः। तर अनुवाद दिला अत्यंत बलशाली युद्धामन्यु वीर्यवान उत्तमौजा सुभद्राଙ୍କର ପୁତ୍ର ଏବଂ ଦ୍ରୌପଦୀଙ୍କର ପୁତ୍ର ଏମାନେ ସମସ୍ତେ ସେ ସୈନ୍ୟବାହିନୀରେ ଅଛନ୍ତି। ଏମାନେ ସମସ୍ତେ ବିଶିଷ୍ଟ ରଥାରୋହୀ ଯୋଦ୍ଧା ବା ମହାରଥୀ ଅଟନ୍ତି। ଆଶଙ୍କା ଜଣାଇ ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ ପୁଣି ଥରେ କହିଛନ୍ତି ଯେ ଏମାନେ ସବୁ ଅଛନ୍ତି ପଞ୍ଚୁ ପାଣ୍ଡବଙ୍କ ତରଫରୁ ଏବଂ ପର ଶ୍ଲୋକରେ ସିଏ କହୁଛନ୍ତି ଶ୍ଲୋକ ନମ୍ବର 7ରେ अस्माकं तु विशिष्टा जे तान् निबोधो द्विजोत्तम नायका मम सैन्यस्य संज्ञार्थं तान् ब्रवीमिते। ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ କହୁଛନ୍ତି ଏ ଦୁର୍ଯ୍ୟୋତ୍ତମ ଆପଣଙ୍କର ଅବଗତି ନିମିତ୍ତ ମୋ ସୈନ୍ୟମାନଙ୍କର ଯେଉଁମାନେ ସେନାପତି ଯେଉଁମାନେ ବିଶେଷ କରି ସୈନ୍ୟଚାଳନାରେ ଦକ୍ଷ ସେମାନଙ୍କ ସମ୍ବନ୍ଧରେ ମୁଁ ଆପଣଙ୍କୁ କହୁଛି। ଏଠାରେ ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟଙ୍କୁ କହୁଛନ୍ତି ପଞ୍ଚୁପାଣ୍ଡବଙ୍କ ତରଫରୁ କୋଉମାନେ ସବୁ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ଅଛନ୍ତି ତାଙ୍କୁ ତ ଜାଣିଲେ, ଏବେ ଆମ ତରଫରୁ କୋଉ ଯୋଦ୍ଧା ମାନେ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ତାଙ୍କ ବିଷୟରେ ବି ଆପଣ ଜାଣିବେ।